ସୁଭଦ୍ରା ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣମାନେ ପ୍ରଥମ, ଦ୍ୱିତୀୟ, ତୃତୀୟ କିସ୍ତି ପାଇଛନ୍ତି ଆଉ ଏଇ ତିନୋଟି ଭୁଲ କରୁଛନ୍ତି, ତାହେଲେ ଆପଣମାନଙ୍କୁ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ମିଳିପାରିବନି। ଆଗକୁ ଆସୁଛି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ସୂଚନା ଅନୁସାରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଜାନୁଆରୀ ମାସର ଶେଷ ସପ୍ତାହରେ ଆସିବାକୁ ଯାଉଛି। ଯଦି ଆପଣମାନେ ଏହି ତିନୋଟି ଭୁଲ କରୁଛନ୍ତି, ତାହେଲେ ଆପଣମାନେ ଏବେ ହିଁ ଠିକ୍ କରନ୍ତୁ, ନହେଲେ ଆପଣଙ୍କୁ ମିଳିବନି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଯଦି ଆପଣମାନେ ସୁଭଦ୍ରା ଯୋଜନାର ହିତାଧିକାରୀ ଅଟନ୍ତି ଏବଂ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ତିନୋଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ, ନଚେତ୍ ଆପଣଙ୍କୁ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ମିଳିବନି। ଦେଖନ୍ତୁ, ମୁଁ ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛି, ଯଦି ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବର୍ତ୍ତମାନ ଆଧାର ସହିତ ଲିଙ୍କ ନାହିଁ, ତାହେଲେ ଆପଣମାନେ ଯଥାଶୀଘ୍ର ଆପଣମାନେ ଲିଙ୍କ କରନ୍ତୁ। ନଚେତ୍ ଆପଣମାନେ ଜାଣିଥିବେ ମାସକୁ ମାସ ଆମ ଅପଡେଟ୍ ହୋଇଥାଏ। ତ ଯଦି ଆପଣମାନେ ଅପଡେଟ୍ କରିନାହାନ୍ତି ବ୍ୟାଙ୍କ ଆକାଉଣ୍ଟ ସହିତ, ତ ଆପଣମାନେ ନିଶ୍ଚିତ ଭାବେ ଆଧାର ସିଡ଼ିଂଟା ଆପଣମାନେ ଚେକ୍ କରନ୍ତୁ ଆଉ NPCI DBT ଷ୍ଟାଟସ୍ ଚେକ୍ କରନ୍ତୁ, ଅପଡେଟ୍ ଅଛି ନା ନାହିଁ। ଯଦି NPCI DBT ଷ୍ଟାଟସ୍ ଆପଣମାନଙ୍କ ଅପଡେଟ୍ ନାହିଁ, ତାହେଲେ କରିନିଅନ୍ତୁ। ତାପରେ EKYC ଆପଣମାନଙ୍କ ଯେଉଁ ଅଥେଣ୍ଟିକେସନ୍ ଭେରିଫିକେସନ୍ଟା ହୋଇଥାଏ, ସେଇଟା ମଧ୍ୟ ଆପଣମାନେ କରିନିଅନ୍ତୁ, ନଚେତ୍ ଆପଣଙ୍କୁ ଚତୁର୍ଥ କିସ୍ତି ଆସିବନି। ଓକେ, ତ ଏଇ ତିନିଟି ଜିନିଷ ଆପଣମାନେ କମ୍ପ୍ଲିଟ୍ କରିଛନ୍ତି, ତାହେଲେ ଆପଣମାନେ ପାଇପାରିବେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଯଦି ଆପଣମାନେ ଆଧାର ସହିତ ବ୍ୟାଙ୍କ ଲିଙ୍କ ଷ୍ଟାଟସ୍ ସିଡ଼ିଂ ଆପଣମାନେ ଅପଡେଟ୍ କରିନାହାନ୍ତି, ଯଥାଶୀଘ୍ର କରନ୍ତୁ। NPCI DBT ଷ୍ଟାଟସ୍ ଆପଣମାନେ ଚେକ୍ କରିନାହାନ୍ତି, ଚେକ୍ କରନ୍ତୁ। EKYC କମ୍ପ୍ଲିଟ୍ ଅଛି ନା ନାହିଁ ସେଇଟା ଚେକ୍ କରନ୍ତୁ। ଯଦି ସବୁ ଠିକ୍ ଅଛି, ତାହେଲେ ଜାନୁଆରୀ ଶେଷ ସପ୍ତାହରେ ଚତୁର୍ଥ କିସ୍ତି ଆପଣଙ୍କୁ ମଧ୍ୟ ମିଳିବ।